ସୀମା ଗୋଟେ କଥା ପଚାରିବି, ସତ କଥା କହିବ? ସତ କହିବି। ସତରେ ସତ କଥା କହିବ? ସତରେ ସତ କହିବି। ଆଚ୍ଛା ତମେ ମତେ କେତେ ଭଲ ପାଅ? ମୋ ଜୀବନ ଠାରୁ ବି ବେଶୀ। ମୁଁ କିନ୍ତୁ ତମକୁ ଜମାରୁ ଭଲ ପାଏନି। କାହିଁକି ଜାଣିଛ? କାହିଁକି ନା ମୁଁ ହିରୋ ନୁହେଁ, ମୁଁ ହଉଛି ତମେ ଏମିତି କଣ ସବୁ କହିଯାଉଛ? ସତ କଥା କହିଲ, ମୁଁ ଗୋଟାଏ ପ୍ଲେବୟ। ସୁନ୍ଦରୀ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ସର୍ବସ୍ୱ ଲୁଟିବା ମୋ କାମ। ପ୍ରେମ ମୋ ପାଇଁ ଗୋଟେ ଦୀପାବଳିକୁ ମୁଁ ସେଲିବ୍ରେସନ କରିବା ପାଇଁ ଖୁବ୍ ଭଲ। ମୋତେ ତମ ଜୀବନ ଠାରୁ ଅଧିକ ତମକୁ ଭଲ ପାଏ। ଆରେ ସେମାନେ ବି ମୋତେ ଭଲ ପାଉଥିଲେ। ମୋ ଉପରେ ଭରସା କରି ଆଜି ଆକାଶର ତାରା ହେଇଗଲେ। କାହାକୁ ଗୋଟେ ହୋଟେଲ 3 ତାଲା ଉପରୁ ତଳକୁ ଠେଲି ଦେଇଛି ତ, କାହାକୁ ଏଇ ଘର ଭିତରେ 17 ପିସ୍ କରି କାଟି ଦେଇଛି। ସେତିକି ନୁହଁ, ଆମ ପୂର୍ବରୁ ମୁଁ 7ଟା ଝିଅଙ୍କୁ ମର୍ଡର ବି କରିଛି। ଇଏ ଖାଲି ମର୍ଡର କରିନି, ଅର୍ଡର କରି ସାରିବା ପରେ ସେମାନଙ୍କ ଫଟୋରେ ଫୁଲମାଳ ଦେଇ ଅଶ୍ଳୀଳ ଶ୍ରଦ୍ଧାଞ୍ଜଳି ବି ଜଣାଇଛି। ଦେଖିବ ସେମାନଙ୍କ ଫଟୋରେ କେମିତି ଫୁଲମାଳ ଦିଆଯାଇଛି। ଦେଖିବ, ଚାଲ 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 ଚାଲ। ମତେ ଆଇ ଲଭ୍ ୟୁ କହିଥିବା ସୁନ୍ଦରୀମାନଙ୍କୁ ମୁଁ କେମିତି ଶାନ୍ତିରେ ଶୁଆଇ ଦେଇଛି। ସେମାନଙ୍କ ଫଟୋରେ କେମିତି ଫୁଲମାଳ ଦେଇଛି ଦେଖ। ହେ ଭଗବାନ, ତମେ ମଣିଷ ନା ପାଗଳ? ମୁଁ ପ୍ରେମୀ, ମୁଁ ଗୋଟାଏ ବିଷଧର ସାପ। ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ଦଂଶନ କରିବା ପାଇଁ ମୁଁ ଖୁବ୍ ଭଲ। ଆଜି ତ ମୁଁ ତମକୁ ଘୃଣା କରୁଛି। ମୁଁ ତମକୁ କରିସାରିଛି। ଏବେ ଏଇ ମୁହୂର୍ତ୍ତରେ ମୁଁ ଘର ଛାଡ଼ି ଚାଲିଯିବି ମୁଁ। ସପନ ସହରେ ଗୋଟେ ତୁଳିଛି ଘର, ମନରାଇ ଝରେ ପ୍ରେମ ଅଣିଜ ମୋର। ଅଙ୍କର କିଲା ତୁ କେବଳ ମୋର। ମୋ 500 ସ୍ୱପ୍ନକୁ 17 ପିସ୍ କରି କାଟି ଦେଇଥିଲି। ସେ ଭିତରେ ତୋରି ପରି କହୁଥିଲା, ପ୍ଲିଜ ବାଲ୍ମୀକି ପ୍ଲିଜ ତମେ ମତେ ଛାଡ଼ି ଦିଅ। ହେଲେ ମୁଁ ତା କଥା ଶୁଣି ନଥିଲି। 17 ପିସ୍ କରି କାଟିବା ପରେ ତାକୁ ଗୋଟେ ଅଖା ଭିତରେ ପୁରେଇ ଫ୍ରିଜ ଭିତରେ ରଖିଦିଏ। ସେଇ ଫ୍ରିଜରୁ ପ୍ରତିଦିନ ଗୋଟେ ପିସ୍ କରି ଫ୍ରିଜ ଉପରୁ ତଳକୁ ଫୋପାଡ଼ି ଦଉଛି। ଆଉ ରବିଆଟି ଶୋଇଥିଲା ବେଳେ ତା ମୁହଁରେ ତକିଆ ଚାପି ମୁଁ ତାକୁ ମାରି ଦେଇଥିଲି। ଆଉ ସବୁଠୁ ସୁନ୍ଦରୀ ରାଧାକୁ ହୋଟେଲ 3 ତାଲା ଉପରେ ତଳକୁ ଠେଲି ମୁଁ ଅର୍ଡର ବି କରିଛି। ଆରେ ସୁନ୍ଦରୀ ମାନଙ୍କୁ ଏମିତି କେମିତି କରିବା ପାଇଁ ମୁଁ ଖୁବ୍ ତାହେଲେ ମୋତେ ବି ଜୀବନ ମାରିଦିଅ। ତାହେଲେ ଛୁରୀରେ କାଟି 17 ପିସ୍ କରିଦିଅ ମୋତେ।
न्यूटन को धर्म for every action there is equal opposite reaction. ସବୁ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥାଏ। ମୋ ମାମା କାନ୍ଦୁଛ ତମେ ହସିବ କେମିତି? ବରଂ ତମେ ଆଖି ନ ଚଲେ ତମେ ଠିକ ବୁଝିପାରିବ ଅନ୍ୟ ଆଖି ଲୁହର ଦାମଟା କେତେ। କିନ୍ତୁ ମୁଁ ତମର କଣ କ୍ଷତି କରିଥିଲି? ତମ ମା କରିଛନ୍ତି। ତମ ମା ମୋ ବାବାଙ୍କୁ ଛାଡ଼ି ନେବା ପାଇଁ ଗୋଟେ ଚକ୍ରାନ୍ତ କରୁଛନ୍ତି। ଆଉ ସେଥିପାଇଁ ମୋ ମାମା ସବୁବେଳେ କାନ୍ଦୁଛନ୍ତି। ଜାଣିଛ ମୋ ବାବାଙ୍କୁ ମୁଁ ଜୀବନଠୁ ଅଧିକା ଭଲ ପାଏ। ଆଉ ତାକୁ ଏତେ ଭଲ ପାଏ ଯେ ତା ପାଇଁ ମୁଁ କିଛି ବି କରିପାରେ। ଆଉ ସେଇଥିପାଇଁ ମୁଁ ଭାବିକୁ କହିଥିଲି ତମକୁ ଭଲ ପାଇ ଭାଇ ତମ ଜୀବନକୁ ବର୍ବାଦ କରିଦେବା ପାଇଁ ମୋ ବାନ୍ଧୀକୁ ମୁଁ ଟଙ୍କା ଦଉଛି। ଗାଡ଼ି ସେତିକିରେ ସରିବନି। ତମେ ସେ ପର୍ଯ୍ୟନ୍ତ କାନ୍ଦିବ ସେ ପର୍ଯ୍ୟନ୍ତ ମୋ ମାମା ନ ଆସିଛି। ଇଏ କଣ ତମର ଠିକ ବିଚାର? ବାଟରେ ଘାଟରେ ଦେଖା ହେଲେ ସାଇ ବାବୁ କହି ମୁଁ ତମକୁ ମୁଣ୍ଡିଆ ମାରୁଥିଲି। ତମ ଜନ୍ମଦିନରେ ମୋ ବୋଉ ତମ ଘରକୁ ଗଲା ବେଳେ କହୁଥିଲି ବୋଉ ସାଇ ବାବୁକୁ ମୋ ତରଫରୁ ହାପି ବର୍ଥଡେ କହିଦବୁ। ମୋ ସ୍ନେହ ଭଲ ପାଇବାର ମୂଲ୍ୟ ତମେ ଏମିତି ଭାବରେ ଶୁଝି ଦେଲ। ଏସବୁ ଶୁଣି ସାରିଲା ପରେ ମୋର କେବଳ ତମ ଉପରେ ନୁହେଁ ଈଶ୍ୱରଙ୍କ ଉପରେ ବି ଭରସା ତୁଟି ଯାଉଛି। ଆରେ ଦିଅନ୍ତୁ ଈଶ୍ୱର ମତେ ଶାସ୍ତି। ହେଲେ ମୋ ମାମାର କିଛି ନ କରନ୍ତୁ। ଜାଣିଛୁ ତା ଆଖିରୁ ଦେଖିବା ତ ଦୂରର କଥା ଆଉ ତା ଦୁଃଖ ଦେଖିଲେ ମୁଁ ସହିପାରେନି। 7 ଲକ୍ଷ ଟଙ୍କା କାର୍ ଚଲେଇବି କେହି ଜଣ ମତେ ହାତ ଦେଖାଇଲେ ମୁଁ ତାକୁ ଲେପ୍ ଦିଏ। ମାତ୍ର କିଛି ଯୋଉଠି ବି ଗରିବ ଲୋକ ମୁଁ ଦେଖେ ମୋ ପାଖରେ ଖାଲି କରିଦିଏ। କାମରୁ ଫୁର୍ସତ ନଥିଲେ ବି ପ୍ରତ୍ୟେକ ମାସ ଶେଷ ରବିବାର ଦିନ ମୁଁ ଯାଇ ବ୍ଲଡ୍ କ୍ୟାମ୍ପ କରେ। ଆରେ ଏମିତି କରୁଥିବା ମଣିଷଟା କାହିଁକି ମୋତେ ଅଭିଶାପ କରୁଛି ସେ କଥା ତମେ ଠିକ ବୁଝିପାରିବ। ଆସୁଛି ମୁଁ ଆସୁଛି। ସାର୍ ଟିକେ ଆକ୍ଚୁଆଲି କଥା କଣ କି ଛୋଟ ମୁହଁରେ ବଡ଼ କଥା। ମାସ ଶେଷ ହେଲାଣି ତ ଗାଡ଼ି EMI ଦେବା ପାଇଁ ଟଙ୍କାଟା ମୋ ପାଖରେ ନାହିଁ। 4-5ଟା ବ୍ଲେଜର ବି ଦେଇଛି ସିଲେଇ କରିବା ପାଇଁ ଟଙ୍କା ଦଉନି ବୋଲି ସେ ମୋତେ ଦଉନି। ଆପଣ ଯଦି କିଛି ମୋଟା କରି ଦେଇଦିଅନ୍ତେ ଅଧେ ସାର ଦେଇକି ଅଧେ ମୁଁ ରଖିଦିଅନ୍ତି। ସେ ଟାଇମ୍ରେ କହୁଥିଲେ ମୁଁ ସେ କଲେଜ ଧୀରେ ବି ଯାଇ କାହିଁକି ଜାଣିଛୁ ନା ଟଙ୍କାଟା ସିଏ ଦେଇଛନ୍ତି। ଆଉ ଏ କଥା ବି କହିଛନ୍ତି ଆଖିରେ ଲୁହ ନ ଝରିବା ପର୍ଯ୍ୟନ୍ତ ମୁଁ ତୋତେ ମାରିବି।
ମୁଁ ଯାହା କରୁଛି ତମମାନଙ୍କ ମଙ୍ଗଳ ପାଇଁ କରୁଛି। ଭାଉଜ ତମେ ଜମା ବି ମନ ଦୁଃଖ କରନି। ସିଏ ତମକୁ ଭଲ ନ ପାଇଲେ କଣ ହେଲା? ଆମେ ଭାଇ ଭଉଣୀ ଦିଟା ତମକୁ ଅସରନ୍ତି ଭଲ ପାଇବା ଦେବୁ। ସେ ମାଡ଼ ମାରିଲେ ଆମେ ପ୍ରତିବାଦ କରିବୁ। ମୁଁ ଜାଣିଛି ଭାଉଜ, ଦିନ 4ଟା ହବ ତମେ ଏ ଘରକୁ ଆସିଛ, କିନ୍ତୁ ତମେ ଜଣେ ବହୁତ ଭଲ ମଣିଷ। କେବଳ ତମେ ଚାହିଁଲେ ଭୁଲ ବାଟରେ ଯାଇଥିବା ମୋର ଏ ଭାଇକୁ ନିଶ୍ଚୟ ଠିକ ବାଟକୁ ନେଇ ଆସିପାରିବ। କେବଳ ଗୋଟେ ନାରୀ ହିଁ ଗୋଟେ ପୁରୁଷକୁ ବଦଳି ଦେଇପାରେ। ପାରିବିନି ଅଙ୍କିତା, ପାରିବିନି ମୁଁ। କାହିଁକି ନା ତମ ଭାଇ ମତେ କେବେ ବି ଭଲ ପାଉନଥିଲେ, ବରଂ ଆଉ କାହା କଥାରେ ପଡି ମତେ ଭଲ ପାଇବାର ନାଟକ କରୁଥିଲେ। ତଥାପି ସେ ନାଟକକୁ ତମକୁ ବାସ୍ତବତାରେ ବଦଳି ଦେବାକୁ ହବ ଭାଉଜ। ଏ ସମଗ୍ର ନାରୀ ଜାତି ପାଇଁ ତମେ ହବ ଜଣେ ଉଦାହରଣ। ଆମେ ସିନା ଅନେକ ଚେଷ୍ଟା କରି ହାରି ଯାଇଛୁ, ହେଲେ ତମେ ଜିତିବ ଭାଉଜ, ତମେ ନିଶ୍ଚୟ ଜିତିବ। ହାରିନି ମୁଁ, ମରି ଯାଇଛି। ଦେହରେ ନିଶ୍ୱାସ ଚାଲୁଥିଲେ ବି ନିଶ୍ୱାସ ହଜି ଯାଇଛି। ତଥାପି ଏ ଦୁନିଆରେ ଧର୍ମ ଅଛି ଭାଉଜ। ତମ ମନେ ହେଉଛି ଦିନେ ତମ ଆଖି ଲୁହ ଉତ୍ତର ଭାଷାରେ ବଦଳିଯିବ। ଦସ୍ୟୁରତ୍ନାକରରୁ ବାଲ୍ମୀକି ପାଲଟି ମୋ ଭାଇ ତମ ପାଇଁ ପ୍ରେମର ରାମାୟଣ ଲେଖିବ। ମହାଭାରତର ଯାଜ୍ଞସେନୀ ପରି ମୋ ଆଖିର ଲୁହ ବି କେବେ ଶୁଖିବନି ଅଙ୍କିତା। ତଥାପି ଆତ୍ମହତ୍ୟା ପରି ମହାପାପକୁ ନ ବାଛି ମୋ ଭାଗ୍ୟକୁ ଆଦରି ମୁଁ ଏଇଠି ପଡ଼ି ରହିବି। ନୀତି ସଜ ସକାଳେ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି ଆଉ କହିବି, ହେ ଠାକୁରେ, ମତେ ମାରିଦିଅ। ତା ନହେଲେ ବାଲ୍ମୀକିକୁ ବଦଳେଇ ଦିଅ।